ଦେଖନ୍ତୁ ମୁଁ ଆଜି ଆମ ଗଛରୁ ଗୋଟେ ପାଚିଲା ଅମୃତଭଣ୍ଡା ତୋଳିକି ଆଣିଲି। ସନ୍ଧ୍ୟା ସମୟରେ ବସିକି ଅମୃତଭଣ୍ଡାକୁ କାଟିବାକୁ ଗଲି। ସେହି ସମୟରେ ବର୍ଷା ଆଜି ହେଉଥାଏ। ମୁଁ ଭାବିଲି ଆଜି ଏ ପାଚିଲା ଅମୃତଭଣ୍ଡା ଟିକେ କାଟିକି ଆମେ ଖାଇବୁ। ତେଣୁ ତାକୁ ମୁଁ ବସିକିରି କାଟିଲି। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବ। ତାକୁ କାଟି ଏ ଅମୃତଭଣ୍ଡା ଏତେ ମିଠା, ଏଇଟା ଆମର ପ୍ରକୃତିର ଆମ ପାଇଁ ଗୋଟେ ଅତି ଅମୂଲ୍ୟ ଉପହାର। ମୁଁ ତାକୁ କାଟିକି ଭଲକି ଚୋପା ଛଡ଼େଇଲି, ତାପରେ ପରିଷ୍କାର କରି ଧୋଇଲି। ଧୋଇ ସାରିଲା ପରେ ତାକୁ କାଟିଲି। ଦେଖନ୍ତୁ କେତେ ସୁନ୍ଦର ଭାବରେ ପାଚି ଯାଇଛି। ତାକୁ ଏଇଭଳିଆ ଖଣ୍ଡ ଖଣ୍ଡ ପିସ୍ ପିସ୍ କରି କାଟି, ତାପରେ ତାର ସେ ଯେଉଁ ଅନ୍ତି ଆଉ ମଞ୍ଜିକି ବାହାର କଲି। ଅନ୍ତି ଯଦି ବାହାର ନ କରିବା, ସେ ଅନ୍ତି ରହିଲେ ଯେଉଁ ଟିକି ଇଏ ଗୁଡ଼ାକ ସେଗୁଡ଼ା ସବୁ କ'ଣ ହେବ ନା, ପିତା ଲାଗିବ, ଖାଇବାକୁ ଆଉ ଭଲ ଟେଷ୍ଟି ହେବନି। ତେଣୁ ତାର ସବୁଯାକ ମଞ୍ଜି ଆଉ ଅନ୍ତିକି ବାହାର କରିଦେଲି ଭଲ ଭାବରେ। ଏଇଭଳିଆ ହାତରେ ତାକୁ ବାହାର କଲି। ଏ ଅମୃତଭଣ୍ଡା ଖାଇଲେ କ'ଣ ହେବ ଆମର ନା, ହଜମ ଭଲ ହୁଏ ଖାଦ୍ୟ, ଆଉ ଦେହ ମଧ୍ୟ ଭଲ ଲାଗେ, ଆଉ ଖାଇବାକୁ ବହୁତ ସୁଆଦିଆ। ତାକୁ ଯେଉଁ ଅନ୍ତି ଗୁଡ଼ିକ ନ ବାହାରିଲା ତାକୁ ପୁଣି କ'ଣ କଲି ନା, ଛୁରୀ ଆଣିକି ତାକୁ ସବୁ ବାହାର କଲି। ଏଇଭଳିଆ କରିକି ବାହାର କରୁଛି। ଦେଖନ୍ତୁ ଆମର ଏ ଗଛରେ ଏ ଅମୃତଭଣ୍ଡା ଏତେ ମିଠା, ଆଉ ତାର ଅମୃତଭଣ୍ଡାର ଗୋଟେ ବାସନା ଅଛି। କିନ୍ତୁ ଆଉ ଯେଉଁ ଗୋଟେ ଅମୃତଭଣ୍ଡା ଅଛି ଆମେ ମାର୍କେଟରୁ ଆଣୁ, ଯାହାକୁ କୁହାଯାଏ ହାଇବ୍ରିଡ଼ ଅମୃତଭଣ୍ଡା, ତା ଦେହରେ ଏଭଳିଆ ବାସନା ରହିବନି। ସେ ଦେଖନ୍ତୁ କାଟିଦେଲି ପୁରା ଭଲ ଭାବରେ। ଆଉ ଏଇଟା ମୁଁ ବର୍ତ୍ତମାନ ଖାଇକି ଦେଖୁଛି ଏଇଟା କେତେ ଭଲ ଲାଗୁଛି। ଓଃ, ବଢ଼ିଆ ମିଠା, ବହୁତ ସୁନ୍ଦର। ହଁ,